ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ପରିବାର ରସ ସେବନ କଲେ ବ୍ଲଡ଼ ସୁଗାର କଣ୍ଟ୍ରୋଲରେ ରହିଥାଏ। ଅପସନ୍ ଏ ଗାଜର ରସ, ଅପସନ୍ ବି ଲେମ୍ବୁ ରସ, ଅପସନ୍ ସି କଲରା ରସ, ଅପସନ୍ ଡି ଆଳୁ ରସ। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ କୌଣସି ଉତ୍ତର ଜାଣିଥିବେ ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କଲରା ରସ। ଆଜିର ଦ୍ୱିତୀୟ ପ୍ରଶ୍ନଟି ହେଉଛି କ୍ଷୀର ସହିତ କ'ଣ ମିଶାଇ ସେବନ କଲେ ରାତିରେ ଭଲ ନିଦ ଆସିଥାଏ। ଅପସନ୍ ଏ ଡାଲଚିନି, ଅପସନ୍ ବି ଲବଙ୍ଗ, ଅପସନ୍ ସି ଅଦା, ଅପସନ୍ ଡି ହେଉଛି ହଳଦୀ। ଏହାର ଉତ୍ତରଟି ହେଉଛି ଅପସନ୍ ଡି ହଳଦୀ। ଆଜିର ତୃତୀୟ ପ୍ରଶ୍ନଟି ହେଉଛି ମୁଣ୍ଡରେ କେଉଁ ତେଲ ମାଲିସ କଲେ ମୁଣ୍ଡ ବ୍ୟଥା ତୁରନ୍ତ ଭଲ ହୋଇଯାଏ। ଅପସନ୍ ଏ ବାଦାମ ତେଲ, ଅପସନ୍ ବି ପୁଦିନା ତେଲ, ଅପସନ୍ ସି ସୋରିଷ ତେଲ, ଅପସନ୍ ଡି ନିମ୍ବ ତେଲ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନିମ୍ବ ତେଲ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ହଳଦୀ ସହିତ କ'ଣ ମିଶାଇ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅପସନ୍ ଏ ମହୁ, ଅପସନ୍ ବି ଅଳେଇଚ, ଅପସନ୍ ସି ଘିଅ, ଅପସନ୍ ଡି ହେଉଛି ଗୋଲମରିଚ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମହୁ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଜୁଆଣି ସହିତ କ'ଣ ଖାଇଲେ ପେଟ ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ। ଅପସନ୍ ଏ କଳା ଲୁଣ, ଅପସନ୍ ବି ଲେମ୍ବୁ, ଅପସନ୍ ସି ମହୁ, ଅପସନ୍ ଡି ହଳଦୀ। ତେବେ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କଳା ଲୁଣ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ପତ୍ରର ରସ ପିଇବା ଦ୍ୱାରା ଏସିଡ଼ିଟି ତୁରନ୍ତ ଭଲ ହୋଇଯିବ। ତେବେ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ତୁଳସୀ ପତ୍ରର ରସ।